କେତେଗୁଡ଼ିକ ଦଳାଚକଟା ହେଇଛି ତାର ରିପୋର୍ଟ ସାର୍ବଜନୀନ ହେବାର ଆବଶ୍ୟକତା ରହିଛି। କାରଣ ସେଇଥିରୁ ଜଣାପଡ଼ିବ ଯେ ଆଇନ ଶୃଙ୍ଖଳା ପରିସ୍ଥିତି ରାଜ୍ୟରେ କେମିତି ଚାଲିଛି। ତେଣୁ এটা ନିଶ୍ଚିତ ସାର୍ବଜନୀନ ହେବା ଦରକାର ଏବଂ ସାର୍ବଜନୀନ କରି ସରକାର ତାଙ୍କ ସ୍ୱଚ୍ଛତାର ପ୍ରମାଣ ବି ମଧ୍ୟ ଦେବାର ଆବଶ୍ୟକତା ରହିଛି। ଦେଖନ୍ତୁ 3 ଜଣଙ୍କର ଯାଇଛି କି 30 ଜଣଙ୍କର ଯାଇଛି, ଯଦି ସେ ରିପୋର୍ଟଟା ସାର୍ବଜନୀନ ହେବ ତେବେ ନିଶ୍ଚିତ ଭାବେ ସେଥିରୁ ଅନୁମୟ ହେବ ଯେ ଏହି ପରିସ୍ଥିତି ଯୋଗୁଁ ଏ କଥାଟା ଘଟିଛି ବୋଲି। କିନ୍ତୁ ଯେପର୍ଯ୍ୟନ୍ତ ତାକୁ ଲୁକାୟିତ ଅବସ୍ଥା ରଖିଦେଉଛନ୍ତି, ଧରନ୍ତୁ ରଥଯାତ୍ରା କହିଲେ 4 ଜଣ ମରିଛନ୍ତି କି 5 ଜଣ ମରିଛନ୍ତି, ସେଟା 5 ଜଣ ମରିଛନ୍ତି କି 10 ଜଣ ମରିଛନ୍ତି ସେଟା ତଥ୍ୟତା ପ୍ରକାଶ କଲେ ହେବ। ଏପର୍ଯ୍ୟନ୍ତ ବଳଭଦ୍ରଙ୍କର ମୁହଁ ମାଡ଼ିବା କଥା ସରକାର ତଥ୍ୟ ଉପସ୍ଥାପନ କରିପାରୁନାହାନ୍ତି। ତଦନ୍ତ ଚାଲିଛି, ଜଗନ୍ନାଥଙ୍କର ବିଭ୍ରାଟରେ ଏପର୍ଯ୍ୟନ୍ତ ତଦନ୍ତ ଚାଲିଛି। ଏ କଥା ବି ସେଇ ତଦନ୍ତ ଭିତରେ ରହିଯିବ, ସେଇ ଫାଇଲ ତଳେ ରହିଯିବ। ତେଣୁ ସରକାର ତୁରନ୍ତ ତାକୁ ପଦକ୍ଷେପ ନେଇ ଲୋକଲୋଚନକୁ ଆଣନ୍ତୁ ଏବଂ ସତ୍ୟତାଟାକୁ ଉପସ୍ଥାପନ କରନ୍ତୁ।